ନମସ୍କାର ବନ୍ଧୁମାନେ, ଆଜି ଆମର ଓଡ଼ିଶା ଗୋଲ୍ଡେନ୍ ଭଏସ୍ ସିଙ୍ଗର ଅଭିଜିତ ମଜୁମଦାରଙ୍କ ବିଷୟରେ କଥା ହେବା। ଏହି ସମୟରେ ସେ ହସ୍ପିଟାଲରେ କୋମାରେ ଅଛନ୍ତି। ଆମର ଓଡ଼ିଶାର ଲକ୍ଷ ଫ୍ୟାନ୍ମାନେ ପ୍ରାର୍ଥନା କରୁଛନ୍ତି ଗଡ୍ ତାଙ୍କୁ ଜଲ୍ଦି ସୁସ୍ଥ କରିଦିଅନ୍ତୁ। ଡକ୍ଟର କହୁଛନ୍ତି ସେ କ୍ରିଟିକାଲ ବଟ୍ ହୋପଫୁଲ୍ ଷ୍ଟେଜରେ ଅଛନ୍ତି। ଭାବନ୍ତୁ ତ, ଯେଉଁ ସିଙ୍ଗର ସ୍ୱର ଆମକୁ ରୋମାଣ୍ଟିକ୍ ଫିଲିଂ ଦେଇଥିଲା ସିଟି ସେଟ୍ ସଙ୍ଗରେ ଆମକୁ କାନ୍ଦ ଆସୁଛି। ସେଇ ସ୍ୱର ଆଜି ସାଇଲେଣ୍ଟ, କିନ୍ତୁ ସାଇଲେଣ୍ଟ ଟେମ୍ପୋରାରୀ, କାରଣ ଓଡ଼ିଶାର ଲଭ୍ ଷ୍ଟ୍ରଙ୍ଗ ମେଡିସିନ। ସିଙ୍ଗର ଫ୍ରେଣ୍ଡମାନେ ହସ୍ପିଟାଲକୁ ଭିଜିଟ୍ କରୁଛନ୍ତି। ଫ୍ୟାନ୍ କହୁଛନ୍ତି ଓଡ଼ିଶା ବିନା ଅଭିଜିତ ମଜୁମଦାରଙ୍କ ସ୍ୱର ଅଧା। ଫିଲ୍ମ ଷ୍ଟାର ଏଣ୍ଡ ଡାଇରେକ୍ଟର ସୋସିଆଲ ମିଡିଆରେ ସ୍ପିଡି ରିକଭରି ୱିଶ୍ କରୁଛନ୍ତି। ଅଭିଜିତ ମଜୁମଦାର ପୁଣି ଥରେ ଷ୍ଟେଜରେ ଆସିବେ, ଆମକୁ ନିଜ ଗୋଲ୍ଡେନ୍ ଭଏସରେ ଏଣ୍ଟରଟେନମେଣ୍ଟ କରିବେ। ଆମର ଏତିକି ପ୍ରାର୍ଥନା, ଓଡ଼ିଶାର ମ୍ୟୁଜିକକୁ ପୁଣି ଥରେ ଉଜ୍ଜ୍ୱଳ କରିବେ। ଅଭିଜିତ ମଜୁମଦାର ଏହି ସବୁ ଗୀତ ତାଙ୍କ ସୁପରହିଟ୍ ହୋଇଥିଲା। ନୀଳ ନୟନା, ଲାଲପାନ ବିବି, ପାଉଚ୍ ପିଲେଇ ଦେ, ଏହି ସବୁ ଗୀତ ଗାଇ ଲୋକମାନଙ୍କୁ ଝୁମାଇଥିଲେ। ବର୍ତ୍ତମାନ ସେ ହସ୍ପିଟାଲରେ ଏଡମିଟ୍ ହୋଇଛନ୍ତି। ଅଭିଜିତ ମଜୁମଦାରଙ୍କ ଛୋଟବେଳୁ ଇନ୍ସପାୟାର ମିଳିଛି, କିନ୍ତୁ ବନ୍ଧୁମାନେ ସଫଳତା ସହଜରେ ଆସୁନି। ଘରର ଫାଇନାନ୍ସିଆଲ ଷ୍ଟ୍ରଗଲ, ପ୍ରାକ୍ଟିକାଲ ପେନ୍, ରିଜେକ୍ସନର ଦର୍ଦ ସବୁ ଫେସ୍ କରିଥିଲେ, କିନ୍ତୁ ସେ କେବେ ଗିଭ୍ ଅପ୍ କରିଲେ ନାହିଁ। ଦିନର 10-12 ଘଣ୍ଟା ପ୍ରାକ୍ଟିସ କରୁଥିଲେ, ସ୍ୱରକୁ ପରଫେକ୍ଟ କରୁଥିଲେ। ଏହି ଡେଡିକେସନ ହିଁ ଓଡ଼ିଶାକୁ ଅଭିଜିତ ମଜୁମଦାର ଯେମିତି ରତ୍ନ ମିଳିଥିଲା। ଲାଷ୍ଟରେ ମୁଁ କହିବି କି, ହେ ଜଗନ୍ନାଥ, ଆମର ସିଙ୍ଗରକୁ ବଞ୍ଚାଇ ଦିଅ, ଓଡ଼ିଶାର ସ୍ୱରକୁ ପୁଣି ଥରେ ଜୀବନ ଦିଅ। ଏହି ସବୁ